ଫଳକରେ ସୀମିତ ଓଡ଼ପଡ଼ା ଜନଜାତି ଛାତ୍ରୀନିବାସ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ଜନଜାତି ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷାଧିକ ଟଙ୍କାରେ ସରକାରଙ୍କ ଦ୍ୱାରା ନିର୍ମିତ ଛାତ୍ରୀନିବାସ ବ୍ୟବହାର ନ ହୋଇ ଏବେ ଧ୍ୱଂସାଭିମୁଖୀ। ଦୀର୍ଘ 13 ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଛାତ୍ରୀନିବାସ କାହିଁକି ଏଯାବତ୍ ବ୍ୟବହାର ହେଲା ନାହିଁ, ତାକୁ ନେଇ ଦେଖିବା ଏହି ରିପୋର୍ଟ। এইটা তো আজ্ঞা আমি তো ছোট আমার তো এটা 2012 মସିହା ହେଇଛୁ। ଆମେ ଯେତେବେଳେ ଏଠି ଗୋଟେ ବିଲ୍ଡିଂ ହେଲା ଆମକୁ ଭାରି ଖୁସି ଲାଗିଲା, ଯେହେତୁ ଗୋଟେ ଏତେ ବଡ଼ ବିଲ୍ଡିଂଟା ଆଉ ହେଲେ ଆମର ଏଠି ଗାଁ ଲୋକ କିଛି ଉପକୃତ ହେବେ। ପ୍ଲସ୍ ଏଠି ଗୋଟେ ଆମର ନଦୀ ବରିଆ ଏରିଆ, ଏଠି ଯଦି କିଛି ନଈ ଯଦି କିଛି ବଢ଼େ ଏଠି କିଛି ଲୋକ ଆସି ଏଠି ରୁହନ୍ତି। ଆଉ ଯେହେତୁ ନଈ ସରିଲା ପରେ ଏଟା ସେମିତି ଘରଟା ପୁରା ଡ୍ୟାମେଜ୍ ହେଇଯାଏ, କିଛି ତାର ରକ୍ଷଣାବେକ୍ଷଣ କିଛି ରଖନ୍ତି ନାହିଁ। ଏବେ ସେଇ ଘରଟାର ପରିସ୍ଥିତି ଏମିତି ଖରାପ ହେଇଛି ଏଠି ମଣିଷ ଯିବା ବି ବହୁତ କ୍ୱଚିତ ମନେ କରୁଛି। ଆଉ ଏଇଟା ସରକାର କିଛି ଗୋଟେ ପଦକ୍ଷେପ ନେଲେ ଏଇଟା ଘରଟା କିଛି ଉନ୍ନତି ହେଇପାରନ୍ତା। ଏଟା ତ ଲେଖା ହେଇଛି ତ ଏଠି ଆଦିବାସୀ ଲୋକ ହଷ୍ଟେଲରେ ଛୁଆ ରହିବା ପାଇଁ, ଏଇଟା ତ ଯୋଉ ଦିନଠୁ ତ ହେଲାଣି ଆଜି ପର୍ଯ୍ୟନ୍ତ ତ କେହି 2012 ମସିହାରେ ହେଇଥିଲା। ଏଇଟା ତ କିଛି ତାର ମୁଁ ତ ଏଇଠି ଏଇ ଗାଁର ବାସିନ୍ଦା, ମୁଁ ଯେତେ ଦିନ ହେଲା ଗାଁ ରହିଲିଣି ଏଠି କେହି ଜଣକୁ କାହାକୁ ଦେଖିନି ଯେ ଏଠି ଆସିଲା ଭଳିଆ। এটা ସରକାର କିଛି ଚାହୁଁନାହାନ୍ତି ଏଟାକୁ କିଛି ଗୋଟେ ଷ୍ଟେପ୍ ନେବା ପାଇଁ, ନେଲେ କିଛି ଉପକୃତ ହେଲେ ଆମ ଏପଟ ଏଇ ଯେଉଁ 2-3ଟା ପଞ୍ଚାୟତ ଅଛି ଏଠି କିଛି ଲୋକ ଉପକୃତ ହୁଅନ୍ତି। ସେଟା ତ ଗ୍ରାମର କିଛି ବ୍ୟକ୍ତି ସେ ଯେଉଁ ଘର ଅଛି 8-10 ବଖରା ତାଙ୍କର କିଛି ଜିନିଷପତ୍ର ସବୁ ରଖି ନିଜ ଚାବି ସବୁ ରଖିଛନ୍ତି। ଏଠି ଗ୍ରାମବାସୀ ଜାଣୁଛନ୍ତି ହେଲେ କିଛି ପ୍ରତିକାର କିଛି କରିପାରୁନାହାନ୍ତି। ଆଉ କାହାକୁ ଆଜ୍ଞା ଯେ କହିବେ, ଏଇଟା ତ ସବୁ ଗ୍ରାମବାସୀ ଗୋଚରରେ ସବୁ ଏଇଟା ହେଉଛି। ସରକାର କିଛି ପଦକ୍ଷେପ ନେଲେ ଏଇଟା ସମାଧାନ କିଛି ହେଇପାରନ୍ତା ବୋଲି ଆମ ଗ୍ରାମବାସୀ ମାନେ ଆମେ ଅନୁମାନ କରିପାରୁଛୁ। ଯଦି ସରକାର ଏ ଦିଗରେ କିଛି ଷ୍ଟେପ୍ ନିଅନ୍ତେ ଆମ ଗ୍ରାମବାସୀ କିଛି ଆମେ ସରକାର ପାଖରେ ନିବେଦନ କରୁଛୁ ଏତିକି ଯେ ସେମାନେ ଆସି କିଛି ଗୋଟେ ଇନକ୍ୱାରି କରନ୍ତୁ, ପକ୍ୱତା ତର୍ଜମା କରନ୍ତୁ, ତାପରେ ଯାଇକି ଆମେ ଖୁସି ହମୁ, ଗାଁ ଲୋକ ଆମେ ସରକାର ଉପରେ ଖୁସି ହମୁ। ଆଉ ସରକାର ଯଦି ପଦକ୍ଷେପ ନ ନେବେ, ସେମିତି ତ ଦେଖିଲୁଣି 12 ବର୍ଷ ହେଲା, କିଛି ଯଦି ଷ୍ଟେପ୍ ନ ନେବେ ଆମେ ଆଉ ଗ୍ରାମବାସୀ କ'ଣ କରିପାରିବୁ। 2012 ମସିହାରେ ଏଠି ଗୋଟେ ଘର ଉଦ୍ଘାଟନ ହେଲା ଯେ ଛାତ୍ରୀ SC/ST ର ପିଲା ଆସିକି ପାଠ ପଢ଼ିବେ। ଆଉ ତାପରେ ଗୋଟେ ଫଳକ ଲଗେଇଲେ, ଫଳକ ଲଗେଇଲା ପରେ ଆଉ କିଛି ନାହିଁ, ସେ ଏମିତି ପଡ଼ିକି ରହିଲା। ଟାଙ୍କି ଫାଙ୍କି ସବୁ କିଏ କୁଆଡ଼େ ନେଇ ପଳେଇଲେଣି। ଏଠି ତାଙ୍କ ମନ ଇଚ୍ଛା ତାଙ୍କର ଇଏ କରୁଛନ୍ତି, ଆଉ ଯିଏ ଯାହା କରିପାରିବ। ରୁମ୍ରେ ବି କିଛି ଲୋକ ତାଙ୍କର କବ୍ଜା କରିକି ଚାବି ପକେଇଛନ୍ତି। ଟ୍ୟୁବୱେଲ୍ଟା ସେଠି ଗୋଟେ ଟ୍ୟୁବୱେଲ୍ ଥିଲା, ଆମେ ଏଠି ସେମାନେ ପାଣି ଇଏ ଯେଉଁ ସାହିରୁ 10-15 ଘର ଖାଉଥିଲେ, ସେ 5 ବର୍ଷ ହେଲା ବନ୍ଦ ହେଲାଣି, ସେଟାକୁ ଆଉ କିଛି ସଜାସଜି ନାହିଁ। ଖାଲି ଆସିକି ତାକୁ କଲର କରି ପଇସା ନେଉଛନ୍ତି ପଞ୍ଚାୟତରେ। ଗ୍ରାମବାସୀ ହିସାବରେ ଗ୍ରାମକୁ ତ ସେମାନେ ମାନେ ପୁରା ବିଚ୍ଛିନ୍ନ କରିକି ଚାଲୁଛନ୍ତି, ତାଙ୍କ ମନମୁଖୀ ଶାସନ ଚଲାଉଛନ୍ତି ନା। এটা ଯଦି ଗୋଟେ କିଛି ମାନେ ଭଲ କାମରେ ଲାଗନ୍ତା ଆମେ ଗାଁବାସୀ ଉପକୃତ ହୁଅନ୍ତୁ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓଡ଼ପଡ଼ାରେ 13 ବର୍ଷ ହେଲା ଫଳକରେ ସୀମିତ ଜନଜାତି ଶିଶୁଙ୍କ ପାଇଁ ନିର୍ମିତ 100 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ। ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବୈତରଣୀ ନଦୀ ଅବବାହିକାରେ ଥିବା ଓଡ଼ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ 2012 ମସିହାରୁ ପ୍ରାୟ 40 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା 100 ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀନିବାସ। 13 ବର୍ଷ ହେବ ଛାତ୍ରୀନିବାସ ଗୃହଟି ନିର୍ମାଣ ସରିଥିଲେ ମଧ୍ୟ ଏଯାବତ୍ କେବଳ ଫଳକରେ ସୀମିତ ହୋଇ ରହିଛି। ଜନଜାତି ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଛାତ୍ରୀନିବାସର ପାଚେରୀ ଏବେ ଅଧପନ୍ତରିଆ ରହିଛି। ଦୀର୍ଘଦିନ ହେଲା ଘରଗୁଡ଼ିକ ଉପଯୋଗ ନ ହେବାରୁ ଏବେ ତାହା ଅସାମାଜିକ ବ୍ୟକ୍ତିଙ୍କ ଆଟାସ୍ଥଳୀ ପାଲଟିଛି। କିଛି ଘରକୁ କେତେକ ବ୍ୟକ୍ତି ତାଲା ମାରି ନିଜେ ବ୍ୟବହାର କରୁଥିବା ନଜରକୁ ଆସୁଛି। ସେପଟେ ଛାତ୍ରୀନିବାସର ପାଇଖାନା ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଗଲାଣି। ମୁଖ୍ୟ ଦ୍ୱାର ମେଲା ପଡ଼ିଥିବାରୁ ବୁଲା ଗାଈଗୋରୁ ଏବଂ ଷଣ୍ଢଙ୍କ ଅବାଧରେ ପଶି ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜରାଜୀର୍ଣ୍ଣ ଛାତ୍ରୀନିବାସ ସମ୍ପର୍କରେ ଗ୍ରାମବାସୀମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗୋଟିଏ ପଟେ ଘଟଣା ସମ୍ପର୍କରେ ଅଧିକାରୀ ଅବଗତ ଥିବା କହୁଥିବା ବେଳେ କାର୍ଯ୍ୟ ଅସମ୍ପୂର୍ଣ୍ଣକୁ ନେଇ ଉଚ୍ଚ ପଦାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟ ସରିଲେ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହୁଛନ୍ତି। ହେଲେ ଅନ୍ୟପଟେ ଛାତ୍ରୀନିବାସ ନିର୍ମାଣକୁ 13 ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ସମ୍ପୂର୍ଣ୍ଣ ନ ହେବା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଏଠି ସରକାରୀ ମାଲ ଦରିଆମି ଡାଲ ସଦୃଶ ହୋଇଛି। ଜନଜାତି କଲ୍ୟାଣ ନାଁରେ ଏଠି ଲକ୍ଷ ଲକ୍ଷ ଟଙ୍କା ମାଟିରେ ମିଶିବାକୁ ବସିଲାଣି। ଏନେଇ ଗ୍ରାମର ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେଉଁଠି ଭଲରେ ଟିକିଏ ପାଠ ପଢ଼ିବା ପାଇଁ ଆବଶ୍ୟକୀୟ ଶ୍ରେଣୀଗୃହ କି ଛାତ୍ରାବାସ ନାହିଁ ତ ଆଉ କେଉଁଠି ପ୍ରଶାସନିକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଘର ଫୁଟକୋଠିରେ ପରିଣତ ହେବାକୁ ଯାଉଛି। जो कहते अड़पड़ा यूपी स्कूल रे जो हॉस्टल अच्छी आमको प्रथम देखा पड़ो जो को एजेंसी ताकू करी केबेठू करी कौन इश्यूज पे सेटा एबे जाए सेठी पिला माने रही नांती ताकू आमे देखिबु निहाती। जदि कहउचंती एटा आदिवासी हॉस्टल आदिवासी पिला मन को पाई ताहले आमे डब्ल्यूओ को द्वारा मु ताकू एनक्वायरी करेबी जे एक्चुअली रे कोन हेची आ पिला माने काहे कि रहू नांती और अदर इश्यूज अच्छी बिल्डिंग कंप्लीट भी हे न थाई पारे तो से जिन सोपरे भी आमे कथा जो तो कहते बात्या आश्रयस्थली व्यवहार होता ताले मु भावुची कंप्लीट हेइथिबो निहाती बिल्डिंग आदि आउ कौन सी जो इश्यूज अच्छी देन जी एजेंसी ताकू बनै सहित कथा हबू ता सहित आमर डब्ल्यूओ जी अच्छी सहित डिस्कसन करिकी कहीं पिला माने सेठी रहू नांती ताकू आमे यथा शीघ्र से बिल्डिंग को हैंड ओवर करिवु एवं पिला माने जेंति रही परिबे ता ऊपर पदक्षेप नबु। हमर 2012 मसरे सेटा इनाग्रेशन हेतला घरटी आदिवासी जनजाति और जाति 100 सीटेड 100 सीटेड गर्ल्स हॉस्टल होता तेणु ताकू तार इंफ्रास्ट्रक्चर एपर्तंत कम्प्लीट हो पारनी बाउंड्री ना आस्ते आस्ते से जो आकर काम कम्प्लीट न हबारू घर गुड़िक भांगी रुटी गलानी बारंबार उपरिस्थ अधिकारी मैंने आसुँच देखापी हाँ आम करदेबू आम विभिन्न प्रकार कम्प्लेन दौचु करने कहते देखला से अवस्था पुणी पुनरावृत्तार सेमती सी आसुँच पढ़ाऊँच गाँव में टे स्कूल रक्षणाबक्षणा भी आस्ते आस्ते कमिगलानी बर्तमान से आम सरकार को अनुरोध करुचु जदि से घरटार टे पुनरुद्धार करी पिला गुड़ी रखिले स्कूल उन्नति होगा संगे संगे किसी पिला गुड़ी उपयुक्त हे से किसी असामाजिक लोक जो बंद हो रोचे असामाजिक लोक पशिक भितर दुरात्म बढ़े चलती कहू क्या शुणु किए आम सरकार को अनुरोध करुचु जे या पुनरुद्धार कर जहाँ जमी मरामती कि जहाँ जमी कर तार कार्यक्षम कराले आम सरकार पर उपकृत हबू। हाँ नदी बड़ी बेले आम गाँव में भी से आश्रयस्थल रूप में व्यवहार करूँ आम गाँव आगुरी एवं तो बढ़ी ना आगुरी विगत दिन में जी बढ़ी आसूला से बढ़ी जाए लोक मैंने रुहती गोरु गाई से रुहती जाकि सी भी गाँव लोक उपकृत हूँ से सरकार किसी बर्तमान कार्यक्रम ना आसुँच जो अफिसर मैंने देखिए पढ़ाऊँ किसी करूना से घर साथ पटिक रही आस्ते आस्ते नष्ट होगा बसला। तेबे सरकार केबे यार पुनरुद्धार पई पदक्षेप ग्रहण करुछंती ता उपरे एबे समस्तंकर नजर। केन्दुझरु अमूल्य कुमार जेना और गगन बिहारी दास, G9 ओडिया।